ଶୁଣୁଛନ୍ତି 20 ନଭେମ୍ବର 2025 ପ୍ରାତଃ ମୁରଲି। ବାବା କହୁଛନ୍ତି ମିଠେ ବଚ୍ଚେ, ବାବା ତୁମମାନଙ୍କୁ ଶାନ୍ତି ଏବଂ ସୁଖର ସମ୍ପତ୍ତି ଦେବା ପାଇଁ ଆସିଛନ୍ତି। ତୁମର ସ୍ୱଧର୍ମ ହିଁ ହେଉଛି ଶାନ୍ତି। ତେଣୁ ତୁମେମାନେ ଶାନ୍ତି ପାଇବା ପାଇଁ ଏଣେ ତେଣେ ଭଟକୁ ନାହଁ। ବାବା ତୁମମାନଙ୍କୁ ଶାନ୍ତି ଏବଂ ସୁଖର ସମ୍ପତ୍ତି ଦେବା ପାଇଁ ଆସିଛନ୍ତି। ତୁମର ସ୍ୱଧର୍ମ ହିଁ ହେଉଛି ଶାନ୍ତ। ତେଣୁ ତୁମେମାନେ ଶାନ୍ତି ପାଇବା ପାଇଁ ଏଣେ ତେଣେ ଭଟକୁ ନାହଁ। ପ୍ରଶ୍ନ, ଏବେ ତୁମେମାନେ 21 ଜନ୍ମ ପାଇଁ ଅସରନ୍ତି ସମ୍ପତ୍ତି ସହ ଓଜନ ହେବାର ଯୋଗ୍ୟ ହେଉଛ। କାହିଁକି? ଏବେ ତୁମେମାନେ 21 ଜନ୍ମ ପାଇଁ ଅସରନ୍ତି ସମ୍ପତ୍ତି ସହ ଓଜନ ହେବାର ଯୋଗ୍ୟ ହେଉଛ। କାହିଁକି? ଉତ୍ତର, କାହିଁକି ନା ବାବା ଯେତେବେଳେ ନୂଆ ସୃଷ୍ଟି ରଚନା କରୁଛନ୍ତି, ସେତେବେଳେ ତୁମେମାନେ ତାଙ୍କର ସହଯୋଗୀ ହେଉଛ। ନିଜର ସବୁ କିଛି ତାଙ୍କର ଏହି ରଚନା କାର୍ଯ୍ୟରେ ସଫଳ କରୁଛ। ସେଥିପାଇଁ ବାବା ତାର ପ୍ରତିଦାନ ରୂପରେ 21 ଜନ୍ମ ନିମନ୍ତେ ତୁମକୁ ଅସରନ୍ତି ସମ୍ପତ୍ତିରେ ଏପରି ଓଜନ କରୁଛନ୍ତି, ଯାହା ଫଳରେ ତୁମର କେବେ ହେଲେ ଧନ ବି ସରେ ନାହିଁ, ଦୁଃଖ ମଧ୍ୟ ଆସେ ନାହିଁ କିମ୍ବା ଅକାଳ ମୃତ୍ୟୁ ମଧ୍ୟ ହୁଏ ନାହିଁ। ଗୀତ। ମୁଝକୁ ସହାରା ଦେନେ ବାଲେ ଦିଲ କହେ ତେରା ଶୁକ୍ରିୟା। ଓମ୍ ଶାନ୍ତି। ମଧୁର ସନ୍ତାନମାନଙ୍କୁ ଓମ୍ର ଅର୍ଥ ତ କୁହାଯାଇଛି। କେହି କେହି କେବଳ ଓମ୍ କହିଥାନ୍ତି, କିନ୍ତୁ ଓମ୍ ଶାନ୍ତି କହିବା ଉଚିତ। କେବଳ ଓମ୍ର ଅର୍ଥ ହେଉଛି ଆତ୍ମା। ଓମ୍ ଶାନ୍ତିର ଅର୍ଥ ହେଉଛି ମୁଁ ଆତ୍ମା, ଶାନ୍ତ ସ୍ୱରୂପ। ଆମେ ଆତ୍ମା, ଏହା ଆମର ଶରୀର ଅଟେ। ପ୍ରଥମେ ଆତ୍ମା, ପରେ ଶରୀର। ଆତ୍ମା ଶାନ୍ତ ସ୍ୱରୂପ ଅଟେ। ତାର ନିବାସ ସ୍ଥାନ ହେଉଛି ଶାନ୍ତିଧାମ। ବାକି କୌଣସି ଜଙ୍ଗଲକୁ ଗଲେ ପ୍ରକୃତ ଶାନ୍ତି ମିଳେ ନାହିଁ। ପରମ ଧାମକୁ ଫେରିବା ପରେ ହିଁ ପ୍ରକୃତ ଶାନ୍ତି ମିଳିଥାଏ। ଦ୍ୱିତୀୟରେ ଯେଉଁଠି ଅଶାନ୍ତି ଥାଏ, ସେଠି ଶାନ୍ତି ଚାହିଁଥାନ୍ତି। ଏହି ଅଶାନ୍ତିର ଦୁଃଖଧାମ ବିନାଶ ହୋଇ ପୁଣି ଶାନ୍ତି ସ୍ଥାପନ ହୋଇଯିବ। ତୁମକୁ ଶାନ୍ତିର ସମ୍ପତ୍ତି ମିଳିଯିବ। ସତ୍ୟ ଯୁଗରେ ନା ଘରେ ନା ବାହାରେ ବା ରାଜଧାନୀରେ ଅଶାନ୍ତି ଥାଏ। ତାକୁ ଶାନ୍ତିର ରାଜ୍ୟ କୁହାଯାଏ। ଏଠାରେ ଅଶାନ୍ତିର ରାଜ୍ୟ ରହିଛି, କାହିଁକି ନା ରାବଣର ରାଜ୍ୟ ଅଟେ। ତାହା ଈଶ୍ୱରଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା ରାଜ୍ୟ। ପୁଣି ଦ୍ୱାପର ପରେ ଆସୁରୀ ରାଜ୍ୟ ହୋଇଥାଏ। ଅସୁରମାନଙ୍କୁ କେବେ ଶାନ୍ତି ମିଳିନଥାଏ। ଘରେ, ଦୋକାନରେ, ଯେଉଁଠି ସେଠି ଅଶାନ୍ତି ହିଁ ଅଶାନ୍ତି ଥାଏ। 5 ବିକାର ରୂପୀ ରାବଣ ଅଶାନ୍ତି ବିସ୍ତାର କରିଥାଏ। ରାବଣର ବାସ୍ତବ ଅର୍ଥ କ'ଣ, ଏହାକୁ କୌଣସି ବିଦ୍ୱାନ ପଣ୍ଡିତ ଆଦି ଜାଣିନାହାନ୍ତି। ବୁଝୁନାହାନ୍ତି ଯେ ଆମେ ବର୍ଷକୁ ବର୍ଷ ରାବଣକୁ କାହିଁକି ଜଳାଉଛୁ। ସତ୍ୟଯୁଗ ତ୍ରେତାରେ ଏହି ରାବଣ ନଥାଏ। ତାହା ହେଉଛି ଦୈବୀ ରାଜ୍ୟ। ଈଶ୍ୱର ବାବା ତୁମମାନଙ୍କ ଦ୍ୱାରା ଦୈବୀ ରାଜ୍ୟର ସ୍ଥାପନ କରିଥାନ୍ତି। ଏକା ତ ସ୍ଥାପନା କରନ୍ତି ନାହିଁ। ତୁମେ ମଧୁର ସନ୍ତାନମାନେ ଈଶ୍ୱରଙ୍କର ସାହାଯ୍ୟକାରୀ ଅଟ। ଆଗରୁ ରାବଣର ସାହାଯ୍ୟକାରୀ ଥିଲ। ଏବେ ଈଶ୍ୱର ଆସି ସମସ୍ତଙ୍କର ସଦ୍ଗତି କରୁଛନ୍ତି। ପବିତ୍ରତା, ସୁଖ, ଶାନ୍ତିର ସ୍ଥାପନା କରିଥାନ୍ତି। ତୁମ ପିଲାମାନଙ୍କୁ ଏବେ ଜ୍ଞାନର ତୃତୀୟ ନେତ୍ର ମିଳିଛି। ସତ୍ୟଯୁଗ ତ୍ରେତାରେ ଦୁଃଖର କୌଣସି କଥା ନଥାଏ। କେହି ଗାଳି ଆଦି ଦିଅନ୍ତି ନାହିଁ, ଖରାପ ଖାଦ୍ୟ ଖାଆନ୍ତି ନାହିଁ। ଏଠାରେ ଦେଖ, କେତେ ଅଶୁଦ୍ଧ ଖାଦ୍ୟ ଖାଉଛନ୍ତି। ଦର୍ଶାଯାଇଛି ଶ୍ରୀକୃଷ୍ଣଙ୍କୁ ଗାଈମାନେ ବହୁତ ପ୍ରିୟ ଲାଗୁଥିଲେ। ଏପରି ନୁହେଁ ଯେ ଶ୍ରୀକୃଷ୍ଣ ଗଉଡ଼ ହୋଇ ଗାଈମାନଙ୍କର ପାଳନା କରୁଥିଲେ। ସେଠାକାର ଏବଂ ଏଠାକାର ଗାଈମାନଙ୍କ ମଧ୍ୟରେ ବହୁତ ଫରକ ରହିଛି। ସେଠାକାର ଗାଈ ସତ୍ୱପ୍ରଧାନ, ବହୁତ ସୁନ୍ଦର ହୋଇଥାନ୍ତି। ଦେବତାମାନଙ୍କ ପରି ଗାଈମାନେ ମଧ୍ୟ ସୁନ୍ଦର ହୋଇଥାନ୍ତି। ଦେଖିଲେ ହିଁ ମନ ଖୁସି ହୋଇଯିବ। ତାହା ହେଉଛି ସ୍ୱର୍ଗ, ଏହା ହେଉଛି ନର୍କ।
ସମସ୍ତେ ସ୍ୱର୍ଗକୁ ମନେ ପକାଇଥାନ୍ତି। ସ୍ୱର୍ଗ ଏବଂ ନର୍କ ମଧ୍ୟରେ ରାତି ଦିନର ଫରକ ରହିଛି। ରାତ୍ରି ହେଉଛି ଅନ୍ଧକାର, ଦିନ ଆଲୋକମୟ ଅଟେ। ବ୍ରହ୍ମାଙ୍କ ଦିନ ଅର୍ଥାତ୍ ବ୍ରହ୍ମା ବଂଶୀକର ମଧ୍ୟ ଦିନ ହୋଇଯାଉଛି। ଆଗରୁ ତୁମେ ମଧ୍ୟ ଘୋର ଅନ୍ଧକାର ରାତ୍ରିରେ ଥିଲ। ବର୍ତ୍ତମାନ ଭକ୍ତିର କେତେ ପ୍ରଭାବ ରହିଛି। ମହାତ୍ମାମାନଙ୍କୁ ସୁନାରେ ଓଜନ କରିଥାନ୍ତି, କାହିଁକି ନା ଶାସ୍ତ୍ରର ବହୁତ ବଡ଼ ବିଦ୍ୱାନ ଅଟନ୍ତି। ତାଙ୍କର କାହିଁକି ଏତେ ପ୍ରଭାବ ରହିଛି, ଏ କଥା ମଧ୍ୟ ବାବା ବୁଝାଉଛନ୍ତି। ବୃକ୍ଷରେ ପ୍ରଥମ ପତ୍ର ବାହାରିଲେ ସତ୍ତ୍ୱ ପ୍ରଧାନ ବୋଲି କୁହାଯିବ। ଉପରୁ ନୂଆ ଆତ୍ମା ଆସିଲେ ନିଶ୍ଚୟ ତାଙ୍କର ପ୍ରଭାବ ଅଳ୍ପକାଳ ନିମନ୍ତେ ରହିଥାଏ। ସୁନା ଅଥବା ହୀରାରେ ଓଜନ କରିଥାନ୍ତି, କିନ୍ତୁ ଏସବୁ ମଧ୍ୟ ଶେଷ ହୋଇଯିବ। ମନୁଷ୍ୟମାନଙ୍କ ପାଖରେ ଲକ୍ଷ ଲକ୍ଷ ଟଙ୍କାର ଘର ଅଛି। ଭାବୁଛନ୍ତି ଆମେ ତ ସାହୁକାର ଅଟୁ। ତୁମେ ଜାଣିଛ ଏହି ସାହୁକାରୀ ବାକି ଅଳ୍ପ ସମୟ ନିମନ୍ତେ ରହିଛି। ଏସବୁ ମାଟିରେ ମିଶିଯିବ। କାହାର ମାଟି ତଳେ ଦବି ରହିବ। ବାବା ସ୍ୱର୍ଗର ସ୍ଥାପନା କରୁଛନ୍ତି। ଏହି କାର୍ଯ୍ୟରେ ଯିଏ ଧନ ଲଗାଉଛନ୍ତି ତାଙ୍କୁ 21 ଜନ୍ମ ନିମନ୍ତେ ହୀରା ନୀଳାର ମହଲ ମିଳିବ। ଏଠାରେ ତ ଗୋଟିଏ ଜନ୍ମ ପାଇଁ ମିଳୁଛି, ସେଠାରେ ତୁମର 21 ଜନ୍ମ ପ୍ରାପ୍ତି ରହିବ। ଏହି ଆଖି ଦ୍ୱାରା ଯାହା କିଛି ଦେଖୁଛ, ଶରୀର ସହିତ ସବୁ ଭସ୍ମ ହୋଇଯିବ। ତୁମ ପିଲାମାନଙ୍କୁ ଦିବ୍ୟ ଦୃଷ୍ଟି ଦ୍ୱାରା ସାକ୍ଷାତକାର ମଧ୍ୟ ହେଉଛି। ବିନାଶ ହୋଇ ପୁଣି ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ହେବ। ତୁମେ ଜାଣିଛ ଆମେ ନିଜର ରାଜ୍ୟ ଭାଗ୍ୟ ପୁନର୍ବାର ସ୍ଥାପନ କରୁଛୁ। 21 ପିଢ଼ି ରାଜ୍ୟ କଲୁ, ପୁଣି ରାବଣ ରାଜ୍ୟ ଚାଲିଲା। ଏବେ ପୁଣି ବାବା ଆସିଛନ୍ତି। ଭକ୍ତି ମାର୍ଗରେ ସମସ୍ତେ ବାବାଙ୍କୁ ହିଁ ମନେ ପକାଇଥାନ୍ତି। ଗାୟନ ମଧ୍ୟ ରହିଛି, ଦୁଃଖରେ ସମସ୍ତେ ସ୍ମରଣ କରିଥାନ୍ତି। ବାବା ସୁଖର ସମ୍ପତ୍ତି ଦେଉଛନ୍ତି, ପୁଣି ମନେ ପକାଇବାର ଆବଶ୍ୟକତା ରହିବ ନାହିଁ। ତୁମେ ମାତା ପିତା। ଏବେ ଇଏ ତ ନିଜ ସନ୍ତାନମାନଙ୍କର ମାତା ପିତା ହେବେ। ଏହା ହେଉଛି ପାରଲୌକିକ ମାତା ପିତାଙ୍କର କଥା। ଏବେ ତୁମେ ଲକ୍ଷ୍ମୀ ନାରାୟଣ ହେବା ପାଇଁ ପାଠ ପଢ଼ୁଛ। ସ୍କୁଲରେ ପିଲା ଭଲ ନମ୍ବର ରଖି ପାସ୍ ହେଲେ ଶିକ୍ଷକଙ୍କୁ ପୁରସ୍କାର ଦେଇଥାନ୍ତି। ଏବେ ତୁମେ ତାଙ୍କୁ କି ପୁରସ୍କାର ଦେବ? ତୁମେ ତାଙ୍କୁ ଯାଦୁଗରୀ ଦ୍ୱାରା ନିଜର ସନ୍ତାନ କରି ଦେଉଛ। ଦେଖାନ୍ତି ଶ୍ରୀକୃଷ୍ଣଙ୍କ ମୁଖରେ ମା ଲହୁଣୀର ଗୋଲା ଦେଖିଲେ। ଶ୍ରୀକୃଷ୍ଣ ତ ସତ୍ୟ ଯୁଗରେ ଜନ୍ମ ନେଇଥିଲେ। ସେ ତ ଲହୁଣୀ ଆଦି ଖାଇବେ ନାହିଁ। ସେ ହେଉଛନ୍ତି ବିଶ୍ୱର ମାଲିକ। ତେଣୁ ଏହା କେଉଁ ସମୟର କଥା? ଏହା ହେଉଛି ବର୍ତ୍ତମାନ ସଙ୍ଗମ ଯୁଗର କଥା। ତୁମେ ଜାଣିଛ ଆମେ ଏହି ଶରୀର ଛାଡ଼ି ଯାଇ ପୁଣି ପିଲା ହୋଇ ଜନ୍ମ ନେବୁ, ବିଶ୍ୱର ମାଲିକ ହେବୁ। ଉଭୟ ଖ୍ରୀଷ୍ଟିଆନ ପରସ୍ପର ମଧ୍ୟରେ ଲଢ଼ୁଛନ୍ତି ଏବଂ ତୁମମାନଙ୍କୁ ବିଶ୍ୱ ରାଜତ୍ୱର ଲହୁଣୀ ମିଳୁଛି। ରାଜତ୍ୱ ମିଳୁଛି ନା? ଯେପରି ସେମାନେ ଭାରତକୁ ଲଢ଼େଇ କରାଇ ନିଜେ ଲହୁଣୀ ଖାଇଗଲେ। ଖ୍ରୀଷ୍ଟିଆନମାନଙ୍କର ରାଜଧାନୀ 3/4 ଥିଲା, ପଛରେ ଧୀରେ ଧୀରେ କମ୍ ହୋଇଗଲା। ତୁମ ବ୍ୟତୀତ ସାରା ବିଶ୍ୱରେ କେହି ରାଜତ୍ୱ କରିପାରିବେ ନାହିଁ। ତୁମେ ଏବେ ଈଶ୍ୱରୀୟ ସନ୍ତାନ ହୋଇଛ। ଏବେ ତୁମେ ବ୍ରହ୍ମାଣ୍ଡ ଏବଂ ବିଶ୍ୱର ମାଲିକ ହେଉଛ। ବିଶ୍ୱରେ ବ୍ରହ୍ମାଣ୍ଡ ଆସୁନାହିଁ। ସୂକ୍ଷ୍ମ ବତନରେ ମଧ୍ୟ ରାଜତ୍ୱ ନାହିଁ। ସତ୍ୟଯୁଗ ତ୍ରେତା ଏହି ଚକ୍ର ଏଠାରେ ସ୍ଥୂଳ ବତନରେ ଘୁରୁଛି। ଧ୍ୟାନରେ ଆତ୍ମା କେଉଁଠାକୁ ଚାଲିଯାଉ ନାହିଁ। ଆତ୍ମା ବାହାରି ଗଲେ ଶରୀର ନଷ୍ଟ ହୋଇଯିବ। ଏସବୁ ହେଉଛି ସାକ୍ଷାତକାର। ରିଦ୍ଧି ସିଦ୍ଧି ଦ୍ୱାରା ଏପରି ସାକ୍ଷାତକାର ମଧ୍ୟ ହୋଇଥାଏ, ଯାହା ଫଳରେ ଏଠାରେ ବସି ଲଣ୍ଡନର ପାର୍ଲାମେଣ୍ଟ ଆଦି ଦେଖିପାରିବେ। ବାବାଙ୍କ ହାତରେ ଦିବ୍ୟ ଦୃଷ୍ଟିର ଚାବି ରହିଛି। ତୁମେ ଏଠାରେ ବସି ଲଣ୍ଡନ ଦେଖିପାରିବ। ଯନ୍ତ୍ରପାତି ଆଦି କିଛି ନାହିଁ ଯାହା କିଣିବାକୁ ପଡ଼ିବ। ଡ୍ରାମା ଅନୁସାରେ ସେହି ସମୟରେ ସେହି ସାକ୍ଷାତକାର ହେଉଛି, ଯାହା ଡ୍ରାମାରେ ପୂର୍ବରୁ ହିଁ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି। ଯେପରି ଦର୍ଶାଇଛନ୍ତି ଭଗବାନ ଅର୍ଜୁନକୁ ସାକ୍ଷାତକାର କରାଇଥିଲେ। ଡ୍ରାମା ଅନୁସାରେ ତାଙ୍କୁ ସାକ୍ଷାତକାର ହେବାର ଥିଲା, ଏହା ମଧ୍ୟ ନିର୍ଦ୍ଧାର୍ଯ୍ୟ ରହିଛି। ଏଥିରେ କାହାର ମହତ୍ୱ ନାହିଁ। ଏସବୁ ଡ୍ରାମା ଅନୁସାରେ ହେଉଛି। ଶ୍ରୀକୃଷ୍ଣ ବିଶ୍ୱର ରାଜକୁମାର ହେଉଛନ୍ତି, ଅର୍ଥାତ୍ ଲହୁଣୀ ମିଳୁଛି।
एकथा मध्य केही जानी नाहंती जे विश्व एवं ब्रह्मांड काहाकू कुहाଯାଉଛି। ब्रह्मांडरे तुमे आत्मा माने निवास करुछ। सूक्ष्म बतन को जीवा आसिबा साक्षात्कार आदि एही समय रे हेउछि। पुणी 5000 वर्ष सूक्ष्म बतनर नाम रहिब नाही। कुहाଯାଏ ब्रह्मा देवताय नमः। पुणी कुहंती शिव परमात्माय नमः। तेणु शिव परमात्मा सर्वोच्च ହୋଇଗଲେ ନା, ତାଙ୍କୁ ଭଗବାନ ବୋଲି କୁହାଯାଉଛି। ସେହି ଦେବତା ମାନେ ମନୁଷ୍ୟ ଅଟନ୍ତି, କିନ୍ତୁ ଦୈବୀ ଗୁଣଧାରୀ ଅଟନ୍ତି। ବାକି 4-8 ଭୁଜାଧାରୀ ମନୁଷ୍ୟ ନାହାନ୍ତି। ସେଠାରେ ମଧ୍ୟ 2 ଭୁଜାଧାରୀ ମନୁଷ୍ୟ ରହିବେ, କିନ୍ତୁ ସେମାନେ ସମ୍ପୂର୍ଣ୍ଣ ପବିତ୍ର। ସେଠାରେ ଅପବିତ୍ରତାର କଥା ରହିବ ନାହିଁ। ଅକାଳ ମୃତ୍ୟୁ କେବେ ହୁଏ ନାହିଁ। ତେଣୁ ତୁମେ ପିଲାମାନେ ବହୁତ ଖୁସିରେ ରହିବା ଉଚିତ। ଆମେ ଆତ୍ମା ଏହି ଶରୀର ଦ୍ୱାରା ବାବାଙ୍କ ସାନ୍ନିଧ୍ୟ ପାଇଲୁ। ଶରୀରକୁ ତ ଦେଖିପାରୁଛେ, ପରମାତ୍ମା ଅଥବା ଆତ୍ମାଙ୍କୁ ଦେଖିପାରିବା ନାହିଁ। ଆତ୍ମା ଏବଂ ପରମାତ୍ମାଙ୍କୁ ଅନୁଭବ କରାଯାଇଥାଏ। ଆତ୍ମା ପରମାତ୍ମାକୁ ଦେଖିବା ପାଇଁ ଦିବ୍ୟ ଦୃଷ୍ଟି ମିଳୁଛି। ଆଉ ସବୁ ଜିନିଷ ଦିବ୍ୟ ଦୃଷ୍ଟି ଦ୍ୱାରା ବୃହତ ଆକାର ଦେଖାଯିବ। ରାଜଧାନୀ ମଧ୍ୟ ବୃହତ ଆକାରରେ ଦେଖାଯିବ। ଆତ୍ମା ତ ହେଉଛି ବିନ୍ଦୁ। ବିନ୍ଦୁକୁ ଦେଖିବା ଦ୍ୱାରା ତୁମେ କିଛି ହେଲେ ବୁଝିପାରିବ ନାହିଁ। ଆତ୍ମା ତ ବହୁତ ସୂକ୍ଷ୍ମ ଅଟେ। ଡାକ୍ତରମାନେ ମଧ୍ୟ ଆତ୍ମାକୁ ଧରିବା ପାଇଁ ପ୍ରୟାସ କରିଛନ୍ତି, କିନ୍ତୁ କେହି ଜାଣିପାରି ନାହାନ୍ତି। ସେମାନେ ତ ଗୁରୁଙ୍କୁ ସୁନା ହୀରାରେ ଓଜନ କରୁଛନ୍ତି। ତୁମେ ତ ଜନ୍ମ ଜନ୍ମାନ୍ତର ପଦମ୍ପତି ହେଉଛ। ତୁମର ବାହ୍ୟ ଆଡ଼ମ୍ବର ଟିକିଏ ହେଲେ ନାହିଁ। ବାବା ସାଧାରଣ ଭାବେ ଏହି ରଥରେ ବସି ପଢ଼ାଉଛନ୍ତି। ତାଙ୍କର ନାମ ହେଉଛି ଭାଗୀରଥ। ଏହା ହେଉଛି ପତିତ ପୁରୁଣା ରଥ, ଯାହାଙ୍କ ମାଧ୍ୟମରେ ବାବା ଆସି ସବୁଠାରୁ ଶ୍ରେଷ୍ଠ ସେବା କରୁଛନ୍ତି। ବାବା କହୁଛନ୍ତି, ମୋର ତ ନିଜର ଶରୀର ନାହିଁ। ମୁଁ ଜ୍ଞାନର ସାଗର, ପ୍ରେମର ସାଗର ଅଟେ। ତେବେ ଶରୀର ବିନା ତୁମକୁ ସମ୍ପତ୍ତି କିପରି ଦେବି? ଉପରୁ ତ ଦେବି ନାହିଁ। କ'ଣ ପ୍ରେରଣା ଦ୍ୱାରା ପଢ଼ାଇବି? ନିଶ୍ଚୟ ଧରାକୁ ଆସିବାକୁ ପଡ଼ିବ ନା। ଭକ୍ତି ମାର୍ଗରେ ମୋତେ ପୂଜା କରୁଛନ୍ତି। ମୁଁ ସମସ୍ତଙ୍କୁ ପ୍ରିୟ ଲାଗୁଛି। ଗାନ୍ଧୀ ନେହେରୁଙ୍କର ଚିତ୍ର ସମସ୍ତଙ୍କର ପ୍ରିୟ ଅଟେ। ତାଙ୍କର ଶରୀରକୁ ମନେ ପକାଇଥାନ୍ତି। ଅବିନାଶୀ ଆତ୍ମା ଯାଇ ପୁନର୍ଜନ୍ମ ନେଉଛି। ବାକି ବିନାଶୀ ଚିତ୍ର ଶରୀରକୁ ମନେ ପକାଇଥାନ୍ତି। ତାହା ଭୂତ ପୂଜା ହେଲା ନା। ସମାଧି କରି ତା ଉପରେ ଫୁଲ ଆଦି ଚଢ଼ାଇଥାନ୍ତି। ଶିବଙ୍କର କେତେ ମନ୍ଦିର ରହିଛି। ସବୁଠାରୁ ବଡ଼ ସ୍ମୃତି ଚିହ୍ନ ଶିବଙ୍କର ହିଁ ରହିଛି ନା। ସୋମନାଥ ମନ୍ଦିରର ଗାୟନ ରହିଛି। ମହମ୍ମଦ ଗଜନୀ ଆସି ଲୁଟିଥିଲା। ତୁମ ପାଖରେ ଏତେ ଧନ ରହୁଥିଲା। ବାବା ତୁମକୁ ରତ୍ନରେ ଓଜନ କରୁଛନ୍ତି, ନିଜକୁ ଓଜନ କରାଉନାହାନ୍ତି। ମୁଁ ଧନବାନ ହେଉନାହିଁ, ତୁମକୁ କରାଉଛି। ଗୁରୁମାନଙ୍କୁ ଆଜି ସୁନା ରୂପାରେ ଓଜନ କଲେ କାଲି ମରିଯିବେ। ଧନ କୌଣସି କାମରେ ଆସିବ ନାହିଁ। ତୁମକୁ ତ ବାବା ଅସରନ୍ତି ସମ୍ପତ୍ତିରେ ଏପରି ଓଜନ କରୁଛନ୍ତି ଯେ 21 ଜନ୍ମ ସାଥିରେ ରହିବ। ଶ୍ରୀମତ ପାଳନ କଲେ ସେଠାରେ ଦୁଃଖର ନାମ ରହିବ ନାହିଁ, କିମ୍ବା ଅକାଳ ମୃତ୍ୟୁ ହେବ ନାହିଁ। ମୃତ୍ୟୁକୁ ଡରିବେ ନାହିଁ। ଏଠାରେ ମୃତ୍ୟୁକୁ କେତେ ଡରୁଛନ୍ତି, କାନ୍ଦୁଛନ୍ତି। ସେଠାରେ କେତେ ଖୁସି ହୁଅନ୍ତି। ଶରୀର ଛାଡ଼ି ପୁଣି ଯାଇ ରାଜକୁମାର ହେବୁ। ଯାଦୁଗର, ସୌଦାଗର, ରତ୍ନାଗର, ଏହା ଶିବ ପରମାତ୍ମାଙ୍କୁ କୁହାଯାଉଛି। ତୁମକୁ ମଧ୍ୟ ସାକ୍ଷାତକାର କରାଉଛନ୍ତି। ଏହିପରି ରାଜକୁମାର ହେବ। ଆଜିକାଲି ବାବା ସାକ୍ଷାତକାରର ପାଠ ବନ୍ଦ କରି ଦେଇଛନ୍ତି। ଏହାଦ୍ୱାରା କ୍ଷତି ହେଉଛି। ଏବେ ବାବା ଜ୍ଞାନ ଦ୍ୱାରା ତୁମର ସଦ୍ଗତି କରୁଛନ୍ତି। ତୁମେ ପ୍ରଥମେ ସୁଖଧାମ ଯିବ। ବର୍ତ୍ତମାନ ତ ହେଉଛି ଦୁଃଖଧାମ। ତୁମେ ଜାଣିଛ ଆତ୍ମା ହିଁ ଜ୍ଞାନ ଧାରଣ କରିଥାଏ। ସେଥିପାଇଁ ବାବା କହୁଛନ୍ତି ନିଜକୁ ଆତ୍ମା ବୋଲି ଭାବ। ଆତ୍ମାରେ ହିଁ ଭଲ ଅଥବା ମନ୍ଦ ସଂସ୍କାର ରହିଥାଏ। ସଂସ୍କାର ଶରୀର ସହ ଥିଲେ ଶରୀର ସହିତ ସଂସ୍କାର ଭସ୍ମ ହୋଇଯାଇଥାନ୍ତା। ତୁମେ କହୁଛ ଶିବ ବାବା, ଆମେ ଆତ୍ମା ଏହି ଶରୀର ଦ୍ୱାରା ପଢ଼ୁଛୁ, ନୂଆ କଥା ଅଟେ ନା। ଆମ ଆତ୍ମାମାନଙ୍କୁ ଶିବ ବାବା ପଢ଼ାଉଛନ୍ତି। ଏହାକୁ ପକ୍କା ପକ୍କା ମନେ ରଖ। ସବୁ ଆତ୍ମାମାନଙ୍କର ସେ ବାପ ଏବଂ ଶିକ୍ଷକ ମଧ୍ୟ ଅଟନ୍ତି। ବାବା ନିଜେ କହୁଛନ୍ତି, ମୋର ନିଜର ଶରୀର ନାହିଁ। ମୁଁ ମଧ୍ୟ ଆତ୍ମା, କିନ୍ତୁ ମୋତେ ପରମାତ୍ମା କୁହାଯାଉଛି। ଆତ୍ମା ହିଁ ସବୁ କିଛି କରିଥାଏ। ବାକି ଶରୀରର ନାମ ବଦଳୁଛି।
आत्मा तो आत्मा अटे ना। मु परम आत्मा तुम सदृश पुनर्जन्म निए नाही। मोर ड्रामारे एहीपरि अभिनय रहिछि। मु एहांक शरीर प्रवेश करी तुमको शुणाउथिबारु एहांकु भाग्यशाली रथ कुहाଯାଉଛି। एहांकु पुरुणा जोता मध्य कहिथांती। शिव बाबा मध्य ब्रह्मा बाबांक शरीर रूपी पुरुणा लंबा जोता पिंधिछंती। बाबा कहुछंती मु एहांक शरीर रे बहुत जन्मर अंतरे प्रवेश करिछि। प्रथमे इये ही हेउछंती तत्त्वम। बाबा कहुछंती तुमे तो युवक युवती जवान अट, मोठारु मध्य अधिक पाठ पढ़ी उच्च पद पाइबा उचित, किंतु मो सहित बाबा रहिथिबारु मोर घड़ी को घड़ी तांको कथा मने पड़ुछि। बाबा मो सहित शोछंती मध्य, किंतु बाबा मते आलिंगन करि परिबे नाही। तुमको आलिंगन करुछंती। तुमे भाग्यशाली अट ना। शिव बाबा जो शरीर लोन नेइछंती, तुमे तांको द्वारा शिव बाबा को आलिंगन करि परिबो। मु केमिति आलिंगन करिबी? एतिकी मध्य मो भाग्यरे नाही। सेथिपाई तुमे भाग्यवान तारका बोली गायन रहिछि। पिला माने सर्वदा भाग्यवान होइथांती। पिता निजर पिला मानकु पैसा देइथांती। तेणु तुमे भाग्यवान तारका हेलो ना। शिव बाबा मध्य कहुछंती तुमे मो ठारु मध्य भाग्यवान अट। तुमको पाठ पढ़ाई विश्वर मालिक कराउछि। मु कण मालिक हेउछि कि? तुमे ब्रह्मांडर मध्य मालिक हेउछ। बाकी मो पाखरे स्वतंत्र भावे दिव्य दृष्टिर चाबी रहिछि। मु हेउछि ज्ञानर सागर। तुमको मध्य मास्टर ज्ञानर सागर कराउछि। तुमे ही संपूर्ण चक्र को जानी चक्रवर्ती महाराजा महाराणी हेउछ। मु हेउ नाही। बापा बुढ़ा हेले पिलामानकु उइल करी निजे बानप्रस्थ को चली जाइथांती। आगरु एपरी करुथिले। आजिकाली तो पिलामानक उपरे मोह रहुछि। पारलौकिक बाबा कहुछंती मो एहांक शरीर रे प्रवेश करी तुमको कंटारु फूल विश्वर मालिक कराई अधा कल्प निमंते सदा सुखी कराई मु बानप्रस्थरे बसी जाउछि। एसबु कथा कण शास्त्र रे अछि? सन्यासी उदासी शास्त्रर कथा शुणाई थांती। बाबा तो हेउछंती ज्ञानर सागर। निजे कहुछंती एही वेद शास्त्र आदि भक्ति मार्गर सामग्री अटे। मु हेउछि ज्ञानर सागर। अच्छा, मिठा मिठा सिकिल दे संतान मानक प्रति माता पिता बाप दादांकर मधुर स्नेह संपन्न शुभेच्छा एवं सुप्रभात। आत्मिक पितांकर आत्मिक संतान मानकु नमस्ते। आम आत्मिक संतान मानकर आत्मिक बाप दादांकु नमस्ते 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 एवं सुप्रभात। धारणा पाई मुख्य सार प्रथम पॉइंट। एही आखि द्वारा शरीर सहित जहा किछि देखा जाउछि एसबु भस्म होई जीव। सेथिपाई निजर सबु किछि सफल करिबाकु पड़िबो। एही आखि द्वारा शरीर सहित जहा किछि देखा जाउछि एसबु भस्म होई जीव। सेथिपाई निजर सबु किछि सफल करिबाकु पड़िबो। द्वितीय पॉइंट, बाबांक ठारू पूरा संपत्ति पाइबा पाई पाठ पढ़िबाकु हेबो। सर्वदा निज भाग्य को स्मृति रे रखी ब्रह्मांड अथवा विश्वर मालिक हेबाकु पड़िबो। बाबांक ठारू पूरा संपत्ति पाइबा पाई पाठ पढ़िबाकु हेबो। सर्वदा निज भाग्य को स्मृति रे रखी ब्रह्मांड अथवा विश्वर मालिक हेबाकु पड़िबो। वरदान, बाहा ड्रामा बाहार स्मृति द्वारा अनेक आत्माकर सेवा करुथिबा सदा खुशी बासिया हुओ। बाहा ड्रामा बाहार स्मृति द्वारा अनेक आत्माकर सेवा करुथिबा सदा खुशी बासिया हुओ। एही ड्रामार कौनसी भी दृश्य को देखी यदि बाहा ड्रामा बाहार स्मृति रहिबो तेबे केबे भी भय लागिबो नाही। काहींकिना ड्रामार ज्ञान मिलिछि जे वर्तमान समय कल्याणकारी अटे। एथिरे जेउ सबु दृश्य भी सम्मुख को आसुछि सेथिरे कल्याण भरी रहिछि। जदिओ वर्तमान कल्याण देखा जाउ नथिबो किंतु एहा मध्यरे अंतर्निहित थिबा कल्याण भविष्यतरे प्रत्यक्ष होई जिवो। सेतेबेले तुमे माने बाहा ड्रामा बाहार स्मृति द्वारा सर्वदा खुशी बासिया स्थिति रे रहिबो। पुरुषार्थरे केबे भी उदासी बा नरास्य आसीबो नाही। स्वतः ही तुम द्वारा अनेक आत्माकर सेवा होई चलिबो। स्लोगन,
ଶାନ୍ତିର ଶକ୍ତି ହିଁ ମାନସିକ ସେବାର ସହଜ ସାଧନ ଅଟେ। ଯେଉଁଠି ଶାନ୍ତିର ଶକ୍ତି ରହିଛି ସେଠାରେ ସନ୍ତୁଷ୍ଟତା ରହିଛି। ଶାନ୍ତିର ଶକ୍ତି ହିଁ ମାନସିକ ସେବାର ସହଜ ସାଧନ ଅଟେ। ଯେଉଁଠି ଶାନ୍ତିର ଶକ୍ତି ରହିଛି ସେଠାରେ ସନ୍ତୁଷ୍ଟତା ରହିଛି। ଅବ୍ୟକ୍ତ ଇଶାରା ଅଶରୀରୀ ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢ଼ାଅ। ଯେତେ ଯେତେ ତୁମେ ଅବ୍ୟକ୍ତ ଲାଇଟ୍ର ସ୍ୱରୂପରେ ସ୍ଥିତ ହେଉଥିବ, ସେହି ଅନୁସାରେ ଶରୀରଠାରୁ ଊର୍ଦ୍ଧ୍ୱରେ ରହିବାର ଅଭ୍ୟାସ ଥିବା କାରଣରୁ ଯଦି 2-4 ମିନିଟ୍ ମଧ୍ୟ ଅଶରୀରୀ ହୋଇଯିବ, ତେବେ ଜାଣିନିଅ ଯେପରି 4 ଘଣ୍ଟାର ଆରାମ କରି ନେଇଛ। ଏଭଳି ସମୟ ମଧ୍ୟ ଆସିବ ଯାହାକି ନିଦରେ ଶୋଇବା ପରିବର୍ତ୍ତେ ଯଦି 4-5 ମିନିଟ୍ ପାଇଁ ଅଶରୀରୀ ହୋଇଯିବ, ତେବେ ତୁମର ଶରୀରକୁ ଆରାମ ମିଳିଯିବ ଏବଂ ଲାଇଟ୍ ସ୍ୱରୂପର ସ୍ମୃତିକୁ ମଜବୁତ କରିବା ଦ୍ୱାରା ହିସାବ କିତାବ ଚୁକ୍ତ କରିବାରେ ମଧ୍ୟ ଲାଇଟ୍ ସ୍ୱରୂପ ହୋଇଯିବ। ଓମ୍ ଶାନ୍ତି। ଧ୍ୟାନ ଦିଅ ହେ ପିଲେ ସଦା ଯୋଗ ପ୍ରତି। ଧ୍ୟାନ ଦିଅ ହେ ପିଲେ ସଦା ଯୋଗ ପ୍ରତି। ଯୋଗାଗ୍ନିରେ ପାପ ସବୁ, ଯୋଗାଗ୍ନିରେ ପାପ ସବୁ ହୋଇବ ସମାପ୍ତି। ସଚ୍ଚା ଆତ୍ମା ହୋଇଯିବ, ପାଇବ ମୁକ୍ତି। ଧ୍ୟାନ ଦିଅ ହେ ପିଲେ ସଦା ଯୋଗ ପ୍ରତି। ଜ୍ଞାନର ତୃତୀୟ ନେତ୍ରର ମହତ୍ୱ ଶ୍ରେୟସ୍କର ହୋଇଥାଏ। ଦୁଷ୍ଟ ନୟନର ଲୁଲୁପ ଦୃଷ୍ଟିକୁ ଆୟତରେ ରଖିଥାଏ। ଜ୍ଞାନର ତୃତୀୟ ନେତ୍ରର ମହତ୍ୱ ଶ୍ରେୟସ୍କର ହୋଇଥାଏ। ଦୁଷ୍ଟ ନୟନର ଲୁଲୁପ ଦୃଷ୍ଟିକୁ ଆୟତରେ ରଖିଥାଏ। ବାବାଙ୍କର ସ୍ନେହୀ ସର୍ବେ, ବାବାଙ୍କର ସ୍ନେହୀ ସର୍ବେ, ବାବାଙ୍କ ସମ୍ପତ୍ତି। ଭାଇ ଭଗ୍ନୀ ଭାଇ ଭାଇ ଶୁଦ୍ଧ ପୂତମତି। ଧ୍ୟାନ ଦିଅ ହେ ପିଲେ ସଦା ଯୋଗ ପ୍ରତି। ଏକାନ୍ତରେ ବସି ବାବାଠାରେ ମତି ଲଗାଇ କଥା ତୁ ହୁଅ। ଆତ୍ମାର କଳଙ୍କ ଉତାରିବା ପାଇଁ ଇଏ ହିଁ ଶ୍ରେଷ୍ଠ ଉପାୟ। ଏକାନ୍ତରେ ବସି ବାବାଠାରେ ମତି ଲଗାଇ କଥା ତୁ ହୁଅ। ଆତ୍ମାର କଳଙ୍କ ଉତାରିବା ପାଇଁ ଇଏ ହିଁ ଶ୍ରେଷ୍ଠ ଉପାୟ। କେବେ ବି ଈର୍ଷା ନ କର, କେବେ ବି ଈର୍ଷା ନ କର, ସୁଖ ହେବ ପ୍ରାପ୍ତି। ସଂଶୟ ବିନାଶ କରେ ଅମୂଲ୍ୟ ସମ୍ପତ୍ତି। ଧ୍ୟାନ ଦିଅ ହେ ପିଲେ ସଦା ଯୋଗ ପ୍ରତି। ଭିକାରୀରୁ ରାଜା ହେବା ପାଇଁ ତୁମେ କର୍ମକ୍ଷେତ୍ରେ ଲାଗିଯାଅ। ତ୍ୟାଗୀ ଆତ୍ମା ହୋଇ ସଭିଙ୍କ କଲ୍ୟାଣ କରି ଭାଗ୍ୟବାନ ହୁଅ। ଭିକାରୀରୁ ରାଜା ହେବା ପାଇଁ ତୁମେ କର୍ମକ୍ଷେତ୍ରେ ଲାଗିଯାଅ। ତ୍ୟାଗୀ ଆତ୍ମା ହୋଇ ସଭିଙ୍କ କଲ୍ୟାଣ କରି ଭାଗ୍ୟବାନ ହୁଅ।
श्रेष्ठ भाग्यशाली आत्मा, श्रेष्ठ भाग्यशाली आत्मा करिब प्रकृति हर्षित रहिब जेबे साक्षीपण स्थिति। ध्यान दिय हे पिले सदा जोग प्रति, जोगाग्नि रे पाप सबु, जोगाग्नि रे पाप सबु होइब समाप्ति। ध्यान दिय हे पिले सदा जोग प्रति।